ସତରେ କ'ଣ ଆମ ରାଜ୍ୟ ବିଶୃଙ୍ଖଳିତ ହୋଇଯାଇଛି? ସତରେ କ'ଣ ପୋଲିସର ହାତ ବାନ୍ଧି ଦିଆଯାଇଛି? ସତରେ କ'ଣ କିଛି ଲୋକ ଜାଣିଶୁଣି ଆଇନକୁ ହାତକୁ ନେଉଛନ୍ତି? କ'ଣ ତାଙ୍କ ମନ ଭିତରେ ଡର କି ଭୟ କିଛି ନାହିଁ ଆଜ୍ଞା। ହେଲେ ଡର ଭୟ କୁଆଡ଼େ ଗଲା? କାହିଁକି ଆଜି ଏମିତି ନୃଶଂସ ପାଲଟି ଯାଇଛି ମଣିଷ? ନା ପୋଲିସକୁ ଡର ଅଛି ନା ପ୍ରଶାସନକୁ ଡର ଅଛି? ଏ କଥା ଆମେ କହୁନୁ ଆଜ୍ଞା। ଆଜିର ଏ ଭିଡ଼ିଓ ହିଁ ବୟାନ କରୁଛି କେମିତି ଲୋକମାନେ ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି। ପୁରା କାହାଣୀକୁ ଯିବା ପୂର୍ବରୁ ଏ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ ଆଜ୍ଞା। ଦେଖିଲେ ତ ଆଜ୍ଞା, ପେଟେ ପିଇଲେ, ରାସ୍ତା ଉପରେ ନାଚିଲେ, ରାସ୍ତା ଜାମ୍ କଲେ, ଥାନାକୁ ଖବର ଗଲା, ପୋଲିସ ପହଞ୍ଚିଲା, ଆଉ ପୋଲିସ ପ୍ରଶାସନକୁ ବନ୍ଦ କରିବାକୁ କହିଲା। କାହିଁକିନା ସମସ୍ତେ ଭଲ ଭାବରେ ଜାଣିଛନ୍ତି କଟକ ହେଉ କି ଭୁବନେଶ୍ୱର ହେଉ କି ଅନ୍ୟ କେଉଁ ସହର ହେଉ, ମେନ୍ ରୋଡ଼ ଉପରେ ପ୍ରଶାସନ ପାଇଁ କେବେ ବି ପରମିଶନ ମିଳେନି। ଆଉ ସିଧା ସେହି ପରମିଶନରେ ଷ୍ଟାମ୍ପ ମରାଯାଇଥାଏ, ନୋ ଆଲକୋହଲ ନୋ ଡିଜେ। କିନ୍ତୁ ପୋଲିସ ଯେତେବେଳେ ପହଞ୍ଚିଥିଲା ସେତେବେଳେ ବରଯାତ୍ରୀମାନେ ଡିଜେ ଲଗେଇ ଏମିତି ନାଚୁଥିଲେ ଯେ ପୁରା ରାସ୍ତାଟା ଜାମ୍ ହୋଇଯାଇଥିଲା। ପୋଲିସ ଯେତେବେଳେ ବୁଝେଇବାକୁ ଚେଷ୍ଟା କଲା, ଏମାନେ ବୁଝିବେ କ'ଣ, ଓଲଟି ପୋଲିସକୁ ଧମକ ଦେବା ଆରମ୍ଭ କରିଥିଲେ। ଇଏ କଟକ ସହରର ସେହି ଚାଉଳିଆଗଞ୍ଜ ଥାନା ଅଞ୍ଚଳ ଦୃଶ୍ୟ, ଯେଉଁ ଥାନାର ବେଶ୍ ପରିଚିତ ଆଇଆଇସି ବିଉଟି ମହାନ୍ତି ଥିଲେ। ଆଉ ଏଇ କିଛି ଦିନ ତଳେ ତାଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହୋଇଥିଲା। ସମସ୍ତେ କହୁଥିଲେ ବିଉଟି ମହାନ୍ତି ଜଣେ ଭଲ ମଣିଷ ଥିଲେ, ଜଣେ ଭଲ ପୋଲିସ ଅଧିକାରୀ ଥିଲେ, ସାଧାରଣ ଜନତାଙ୍କ ମନରେ ଘର କରିଥିଲେ। ହେଲେ ସେଦିନ ରାତିରେ ସେହି ଆଇଆଇସିଙ୍କ ସହ ଏମିତି କ'ଣ ଘଟିଥିଲା କେଜାଣି, ସେ ଆରପାରିକୁ ଚାଲିଯାଇଥିଲେ। ସେ ରହସ୍ୟମୟ ଉପରୁ ଏପର୍ଯ୍ୟନ୍ତ ପର୍ଦ୍ଦା ଉଠିନି ଆଜ୍ଞା। କେବେ ଉଠିବ ତାକୁ ନେଇ ବି ଅନେକ ଆଶା ଆଶଙ୍କାରେ ଥିବାବେଳେ ଆଜିର ଏ ଦୃଶ୍ୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଆମେ ଅଧିକାଂଶ ସମୟରେ ପୋଲିସର ଭୁଲ ବାହାର କରିଥାଉ, ହେଲେ ଏ ଦୃଶ୍ୟ ପୋଲିସର କିଛି ଭୁଲ ଥିଲା ଭଳିଆ ଜମା ବି ଲାଗୁନି ଆଜ୍ଞା। ସମସ୍ତେ ଯେମିତି ପୋଲିସ ଆଡ଼କୁ ମାଡ଼ି ଯାଉଛନ୍ତି, ଏଇଟା କ'ଣ ଠିକ୍ ଆଜ୍ଞା? ପୋଲିସ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଯାଉଛି, ଡିଜେ ଯଦି ବାଜିଥିବ ଲୋକମାନେ ନିଶ୍ଚିତ କମ୍ପ୍ଲେନ୍ କରିଥିବେ। ଆଉ ସେଠି ପହଞ୍ଚି ପୋଲିସ ଡିଜେ ବନ୍ଦ କରିବାକୁ କହିଛି। ହେଲେ ଯୁବକମାନେ ଯେମିତି ଉତ୍ତ୍ୟକ୍ତ ହେଉଛନ୍ତି, ତାହା କେତେ ଦୂର ଠିକ୍ ନିଜେ ଥରେ ଚିନ୍ତା କରନ୍ତୁ ଆଜ୍ଞା। ସତରେ କ'ଣ ଏମାନେ ଏମିତି ନିଶାରେ ଥିଲେ ଯେ ଡ୍ରେସ୍ରେ ଆସିଥିବା ପୋଲିସକୁ ବି ଚିହ୍ନି ପାରୁନଥିଲେ? ନା ଜାଣିଶୁଣି ପୋଲିସକୁ ଚ୍ୟାଲେଞ୍ଜ ଦେଉଥିଲେ? ଆମର ପୋଲିସ କ'ଣ କରିବ ଦେଖିବା। ଯଦି ଏମାନେ ପୋଲିସକୁ ଜାଣିଶୁଣି ଚ୍ୟାଲେଞ୍ଜ କରୁଥିଲେ, ତେବେ ଏମାନେ ଏତେ ସାହସ ପାଉଛନ୍ତି କେଉଁଠୁ? ଏ ବରଯାତ୍ରୀ କେଉଁଠୁ ଆସିଥିଲେ, କନ୍ୟା ଘର କେଉଁଠି, ଆମେ ଜାଣିନୁ ଆଜ୍ଞା। ଏ ବାହାଘର ଗୋଟେ ମଣ୍ଡପରେ ହେଉଥିଲା, ଯେଉଁ ମଣ୍ଡପ ଚାଉଳିଆଗଞ୍ଜ ଥାନା ଅଧୀନରେ ଆସୁଥିଲା। ଆଉ ଇଏ ଯେଉଁ ପୋଲିସ ବାବୁ, ଇଏ ବି ଜଣେ ଆଇଆଇସି ଆଜ୍ଞା। ହେଲେ ଜଣେ ଆଇଆଇସିକୁ ଏଇ ଯୁବକମାନଙ୍କର ଏମିତି ବ୍ୟବହାର ଅତି ଦୁଃଖଦ ଆଜ୍ଞା। ପର ମୁହୂର୍ତ୍ତରେ କ'ଣ ହେଲା, ପୋଲିସ କ'ଣ ଆକ୍ସନ୍ ନେଲା, ଏସବୁ କଥା ଯଦିଓ ଆମକୁ ଜଣା ନାହିଁ, କିନ୍ତୁ ଏ ଭାଇରାଲ ଭିଡ଼ିଓ ଦେଖିଲା ପରେ ମୋତେ ଭାରି କଷ୍ଟ ହେଲା ଆଜ୍ଞା। ଆମେ କ'ଣ ଏତେ ତଳକୁ ଖସିଗଲେଣି ଯେ ଆଇନକୁ ହାତକୁ ନେବାକୁ ପଛଉନାହାନ୍ତି? ପୋଲିସ କାହା ପାଇଁ ଆଜ୍ଞା? ଆମମାନଙ୍କ ପାଇଁ ତ। ଥରେ ଭାବନ୍ତୁ, ପୋଲିସମାନେ ଯଦି ନିଜ ଡ୍ୟୁଟି ଠିକ୍ରେ ନ କରିବେ, ତେବେ ଆମ ଅବସ୍ଥାଟା କ'ଣ ହେବ? ହଁ, ଆମେ ମାନୁଛୁ କିଛି ପୋଲିସ ଅଧିକାରୀ କରପ୍ଟ ଅଛନ୍ତି, କିନ୍ତୁ ସମସ୍ତେ ସମାନ ନୁହନ୍ତି ଆଜ୍ଞା। ନହେଲେ ଆମ ସହ କିଛି ଘଟିଲେ ଆମେ ଥାନାକୁ ଅଭିଯୋଗ କରିବାକୁ ଯାଆନ୍ତି ନାହିଁ। ପୋଲିସ ଖାଲି ଆମ ରକ୍ଷକ ନୁହେଁ ଆଜ୍ଞା, ପୋଲିସ ଆମ ବିଶ୍ୱାସ ଆଉ ଆମ ଭରସା। କିନ୍ତୁ ଏଇଭଳି କେତେଜଣ ଯୁବକଙ୍କ ପାଇଁ ସେ ଭରସା ଓ ବିଶ୍ୱାସ ଉପରେ ପ୍ରଶ୍ନବାଚୀ ଠିଆ କରୁଛି। ଭିଡ଼ ହିଂସାରେ ସୌମ୍ୟ କେସ୍ ହେଉ କି ରାୟଗଡ଼ାର ଯୁବତୀ କେସ୍ ହେଉ, ସବୁ ଜାଗାରେ ମଣିଷ ଆଇନକୁ ହାତକୁ ନେଇ ଭଲ ଭାବରେ କିଳା ନେଇସାରିଛି। ତଥାପି ସୁଧୁରିବା ବଦଳରେ ବେଶୀ ବେଶୀ ଉତ୍ତ୍ୟକ୍ତ ହେବାକୁ ଲାଗୁଛି। ଏମାନେ ସେଇ ପୋଲିସ ଆଜ୍ଞା, ଯିଏ ଡ୍ୟୁଟି କଲାବେଳେ ଘର ପରିବାର କଥା ଭୁଲି ଜନତାଙ୍କ ସୁରକ୍ଷା ପାଇଁ 24 ଘଣ୍ଟା ଡ୍ୟୁଟି କରନ୍ତି। ନା ଛୁଟି ନା କେଉଁ ପର୍ବପର୍ବାଣୀରେ ଏନ୍ଜୟ କରିପାରନ୍ତି। ସବୁ ପର୍ବପର୍ବାଣୀ ମେଳା ଯାତ୍ରାରେ ଯେତେବେଳେ ଆମେ ସମସ୍ତେ ଆମ ପରିବାର ସହିତ ମିଶି ମଜାମସ୍ତି କରୁଥାନ୍ତି, ସେତେବେଳେ ଏମାନେ ଆମ ସୁରକ୍ଷା ପାଇଁ ଡ୍ୟୁଟି କରିଥାନ୍ତି ଆଜ୍ଞା। କିଏ ଭିଡ଼ ନିୟନ୍ତ୍ରଣ କରେ, କିଏ ଟ୍ରାଫିକକୁ କ୍ଲିୟର କରେ, କିଏ ସୁରକ୍ଷା ଦେଖେ। ସେଥିପାଇଁ ବୋଧେ ଆମେ ସବୁ ମେଳା ଯାତ୍ରା ପର୍ବପର୍ବାଣୀରେ ବିନ୍ଦାସରେ ଆମ ପରିବାର ସହିତ ବୁଲି ପାରନ୍ତି। ମନରେ ବିଶ୍ୱାସ ଥାଏ, ପୋଲିସ ଅଛି ଆମର, କିଏ କ'ଣ କରିବ। ସେ ଦଶହରା ହେଉ କି ଦୀପାବଳି, ସେ ରଥଯାତ୍ରା ହେଉ କି ବାଲିଯାତ୍ରା, ସବୁ ଭିଡ଼ରେ ଏଇମାନେ ପରିବାରକୁ ଛାଡ଼ି ଏକୁଟିଆ ଡ୍ୟୁଟି କରନ୍ତି। ଥରେ ଭାବିଲେ, ଏମାନଙ୍କର କ'ଣ ଇଚ୍ଛା ହୁଏନି ପରିବାର ସହିତ ମିଶି ବୁଲିବାକୁ?
ମଜାମସ୍ତି କରିବାକୁ? କିଏ କହିଲା ଆଜ୍ଞା ହୁଏନି? ନିଶ୍ଚିତ ହୁଏ। କାହିଁ କହିଲେ? ଏମାନେ ହାଡ଼ ରକ୍ତରେ ତିଆରି ମଣିଷ ଆଜ୍ଞା। ଏମାନଙ୍କର ବି ମନ ଅଛି, ଇଚ୍ଛା ଅଛି, ହେଲେ ଏମାନେ ମନ ଭିତରେ ସବୁ ଆଶାକୁ ମାରି ଆମରି ସୁରକ୍ଷା ପାଇଁ ସବୁବେଳେ ଲାଗି ରହନ୍ତି। ହଁ, ଆପଣ ଭାବୁଥିବେ ଏମାନେ ଚାକିରି କରିଛନ୍ତି, ଦରମା ନେଉଛନ୍ତି, ତାଙ୍କ କାମ ସେ କରିବେନି ତ ଆଉ କିଏ କରିବ? ଏଇଟା ବି ଠିକ୍ କଥା ଆଜ୍ଞା। କିନ୍ତୁ ଆପଣଙ୍କର ଏ ଭାବନାକୁ ନେଇ ଏ କାହାଣୀ ଭିତରେ ମୁଁ ଗୋଟେ ଛୋଟ କାହାଣୀ କହିବି ଆଜ୍ଞା। ଆପଣ ନିଶ୍ଚିତ ବୁଝିଯିବେ ଜଣେ ପୋଲିସ ଅଫିସର ତା ପରିବାର ପାଇଁ କ'ଣ ଆଉ ତା ଡ୍ୟୁଟିର ମୂଲ୍ୟ କ'ଣ ସେ ଭଲ ଭାବରେ ଜାଣିଛି। ଜଣେ ପୋଲିସ ବାବୁ ସକାଳୁ ଡ୍ୟୁଟି କରିବାକୁ ଘରୁ ବାହାରି ଆସନ୍ତି। ସେହି ପୋଲିସ ବାବୁଙ୍କର 4 ବର୍ଷର ଝିଅ ରାତି 9ଟା ପରେ ମାଆକୁ ବାରମ୍ବାର ପଚାରେ, ମା ବାପା କେତେବେଳେ ଆସିବେ? ମା କହୁଥିବ ବାପା ଆସିବେ, ତୁ ଖାଇଦେ। କିନ୍ତୁ ଝିଅ ଜିଦ୍ ଧରେ, ନା ମୁଁ ବାପା ଆସିଲେ ସାଙ୍ଗରେ ଖାଇବି। ମା ବୁଝାଏ, ନା ତୋତେ ଭୋକ ଲାଗିବନି, ତୁ ଏବେ ଖାଇଦେ, ଆଉ ବାପା ଆସିଲେ ଆଉ ଥରେ ବାପାଙ୍କ ସହ ଖାଇବୁ। କାହିଁକିନା ମା ଜାଣିଛି ତା ବାପା ଆସିବାର କୌଣସି ସମୟ ସୀମା ନାହିଁ। ଆଉ ଯଦି ତା ବାପା ଆସିବା ଡେରି ହୁଏ, ଝିଅ ଅପେକ୍ଷା କରି କରି ନିଦ ଆସିଲେ ନ ଖାଇ ଉପାସରେ ଶୋଇପଡ଼ିବ। ଝିଅ ଖାଇଦିଏ ଆଉ ବାପାକୁ ଅପେକ୍ଷା କରେ, ହେଲେ ବାପା ଫେରିବା ବେଳକୁ ଝିଅ ନିଘୋଡ଼ ନିଦରେ ଶୋଇପଡ଼ିଥାଏ। ସକାଳୁ ପୁଣି ଝିଅ ଉଠିବା ପୂର୍ବରୁ ବାପା ନିଜ କର୍ମକ୍ଷେତ୍ରରେ ଯୋଗ ଦେବାକୁ ଯାଇସାରିଥାଏ। ଝିଅ ସ୍କୁଲ ଯାଏ, ଘରକୁ ଫେରି ପୁଣି ମାଆକୁ ପଚାରେ, ବାପା କେତେବେଳେ ଆସିବେ? ହେଲେ ସେ ବଡ଼ ହେଲା ପରେ ଜାଣେ ମୋ ବାପା ଜଣେ ପୋଲିସ ଅଫିସର, ଯାହାଙ୍କ ପାଇଁ ପରିବାର ପଛରେ ଆଉ ଡ୍ୟୁଟିଟା ପ୍ରଥମେ ଥାଏ। ଏ ଛୋଟ କାହାଣୀଟା ମୁଁ ଏମିତି ମନରୁ କହୁନି ଆଜ୍ଞା। ଏ କାହାଣୀ ନିଶ୍ଚିତ କେଉଁ ପୋଲିସ ଅଧିକାରର କାହାଣୀ ଆଜ୍ଞା। ତାପରେ ନେତାମାନଙ୍କର ଚାପ, ଉପରିସ୍ଥ ଅଧିକାରୀମାନଙ୍କର ଚାପ, ସବୁ ପରେ ବି ନିଜ କର୍ତ୍ତବ୍ୟ କରିବାରେ ଏମାନେ ହେଳା କରନ୍ତିନି। ଅଧିକାଂଶ ଲୋକଙ୍କ ମନରେ ପୋଲିସକୁ ନେଇ ନକାରାତ୍ମକ ଭାବନା ଥାଏ, କିନ୍ତୁ ମୁଁ କହିବି ସବୁ ପୋଲିସ ସେମିତି ନୁହନ୍ତି ଆଜ୍ଞା। ଏଇ ଯେଉଁ ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ପୋଲିସର ଏଠି କିଛି ବି ଭୁଲ ନାହିଁ। ପୋଲିସ ନିଜ କର୍ତ୍ତବ୍ୟ କରିବାକୁ ଯାଇଛି, ହେଲେ ଏମାନେ ଯେଉଁଭଳି ଭାବେ ପୋଲିସକୁ ବ୍ୟବହାର କରୁଛନ୍ତି ତାହା ଅକ୍ଷମଣୀୟ। ଆପଣମାନେ କୁହନ୍ତୁ, ଏ ଦୃଶ୍ୟ ଦେଖିଲା ପରେ ଆପଣ କ'ଣ ଅନୁଭବ କରୁଛନ୍ତି? ଆଉ ଯଦି ଆପଣ ଅନୁଭବ କରୁଛନ୍ତି ଏଠି ପୋଲିସ ଠିକ୍ ଅଛି ଆଉ ଏ ଯୁବକମାନେ ଭୁଲ କରୁଛନ୍ତି, ତେବେ এই ଯୁବକମାନଙ୍କୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।